ଶୁଣନ୍ତୁ ଏବଂ କୁହନ୍ତୁ, ଆପଣ ଏଇ ଜାଗାରେ ଥିଲେ କି ଏଇ ପରିସ୍ଥିତିରେ ଥିଲେ କ'ଣ କରିଥାନ୍ତେ? ଜଣେ ଗାନ୍ଧୀବାଦୀ ଲୋକ ମିଷ୍ଟର ସତ୍ୟବାଦୀ ନାୟକ, ବୟସ 60 ପାଖାପାଖି। ଗାନ୍ଧୀଙ୍କର ଆଦର୍ଶରେ ପୂରାପୂରି ଅନୁପ୍ରାଣିତ। ସତ୍ୟ ଏବଂ ଅହିଂସା ମାର୍ଗରେ ଚାଲନ୍ତି, ଘରେ ହେଉ କି ବାହାରେ ହେଉ। ଦିନକର ଘଟଣା, ବାବୁ ସତ୍ୟବାଦୀ ନାୟକ ସହରର ଗୋଟିଏ ଛକ ଜାଗାରେ ଛିଡ଼ା ହୋଇଛନ୍ତି। ରାତି ପ୍ରାୟ 8ଟା, କିନ୍ତୁ ଆଲୁଅ ପଳେଇ ଯାଇଛି, ଇଲେକ୍ଟ୍ରିସିଟି ନାହିଁ। ଅନ୍ଧାରରେ ଅପେକ୍ଷା କରିଛନ୍ତି କାହାକୁ। ଆଉ ସେ ଛକରେ ଦୁଇଟି ରାସ୍ତା, ଗୋଟିଏ ରାସ୍ତା ଗୋଟିଏ ଗଳିକୁ ଯାଇଛି, ଆଉ ଗୋଟିଏ ରାସ୍ତା ଆଉ ଗୋଟିଏ ଗଳି ଆଡ଼େ ଯାଇଛି। ଠିକ୍ ସେହି ସମୟରେ ଗୋଟିଏ ଝିଅ ଭୀତତ୍ରସ୍ତ ଅବସ୍ଥାରେ ଡରି ଡରି ଦୌଡ଼ି ଦୌଡ଼ି ଆସିଲା ଏବଂ ସେ ଛକରେ ପହଞ୍ଚିକି ଗୋଟିଏ ଗଳି ଭିତରକୁ ପଶିଗଲା। ଏକଥା ସତ୍ୟବାଦୀ ବାବୁ ଦେଖିଛନ୍ତି। କିଛି ସମୟ ପରେ ଆଉ ଦୁଇ ଜଣ ଯୁବକ ଦୌଡ଼ି ଦୌଡ଼ି ଆସିଲେ ଏବଂ ପଚାରିଲେ, ମଉସା, ଏଇଠି ଆପଣ କେତେ ସମୟ ଛିଡ଼ା ହେଲେଣି? ଆଉ ଯଦି ଛିଡ଼ା ହେଇଛନ୍ତି, ଗୋଟେ ଝିଅ ଦୌଡ଼ିକି ଆସିଲା, ସେ କେଉଁ ଗଳିକି ଗଲା ଆପଣ ଦେଖିଛନ୍ତି ନା? ସତ୍ୟବାଦୀ ବାବୁ ଏଠି ଅଡ଼ୁଆରେ ପଡ଼ିଗଲେ। ଜାଣିପାରିଲେ ଯେ ଏମାନେ ସେଇ ଝିଅ ପଛରେ ପଡ଼ିଛନ୍ତି। ଦୁଇ ଜଣ ଦେଖାଯାଉଛନ୍ତି ଗୁଣ୍ଡା ଶ୍ରେଣୀର ଯୁବକ, କିଛି ବି କରିପାରନ୍ତି। ତେଣୁ ଚିନ୍ତା କଲେ ଯେ କ'ଣ କହିବେ। ଦେଖିଛନ୍ତି ବୋଲି କହିବେ, ଏଇ ଗଳିରେ ଯାଇଛି ବୋଲି କହିବେ, ନା ମିଛ କହିବେ। ଯଦି ସତ କହୁଛନ୍ତି ତାହେଲେ ସେ ଝିଅର ଜୀବନକୁ ବିପଦ, ଆଉ ଯଦି ମିଥ୍ୟା କହୁଛନ୍ତି ତାହେଲେ ତାଙ୍କର ଗାନ୍ଧୀବାଦୀ ଆଦର୍ଶକୁ ବିପଦ। କ'ଣ କରିବେ? ଝିଅକୁ ବଞ୍ଚେଇବେ ନା ନିଜର ଗାନ୍ଧୀବାଦୀ ଆଦର୍ଶକୁ ବଞ୍ଚେଇବେ? ଇଏ ଥିଲା ସତ୍ୟବାଦୀ ବାବୁଙ୍କ ସାମ୍ନାରେ ଏକ ସଙ୍କଟ। ଆପଣ ଯଦି ଏଇ ଜାଗାରେ ଥାନ୍ତେ, ଏଇ ପରିସ୍ଥିତିରେ ଥାନ୍ତେ, ତାହେଲେ କୁହନ୍ତୁ ଆପଣ କ'ଣ କରିଥାନ୍ତେ? ଧନ୍ୟବାଦ। ଆପଣଙ୍କର ମତାମତ ଅପେକ୍ଷାରେ।